ନମସ୍କାର ସାଙ୍ଗମାନେ ପଞ୍ଚୁକର ଚତୁର୍ଥ ଦିନ ଆଉ ବଡ ଓଷାର ଶୁଭେଚ୍ଛା ଆଉ ଶୁଭକାମନା। ସକାଳୁ ଘର ଆଗରେ ଆଉ ତୁଳସୀ ମୂଳରେ ମୁରୁଜ ପକେଇ ଠାକୁର ପୂଜା ସାରି ଲଞ୍ଚ ବନେଇବା ପାଇଁ ଲାଗିଗଲି। ଆଉ ରହିଲା ଅଳ୍ପ ଦିନ ବାକି। ଏଇ ମିଳିମିଶି ଖାଇବା ଆଉ ବାପାଙ୍କର ହାତ ଚକଟା ଝୋଳ ଆଉ ମିଳିବନି, କାରଣ ବାପା ମା ଫେରିଯିବେ ଘରକୁ। ସନ୍ଧ୍ୟାରେ ସୁଇଟକର୍ନ ସିଝେଇ ସେଥିରେ ବିଟ ଲୁଣ, ଚିଲି ସସ୍, ଲଙ୍କାଗୁଣ୍ଡ, ଚାଟ ମସଲା, ଲେମ୍ବୁ ଟିକେ ମିଶେଇ ମକା ଉପରେ ବୋଳିଦେଲି ଆଉ ତାକୁ ନେଇ ସମସ୍ତଙ୍କୁ ଖାଇବାକୁ ଦେଇଦେଲି। ଆପଣମାନେ ଏମିତି କରି ସୁଇଟକର୍ନ କେବେ ଖାଇଛନ୍ତି କି ନାଇଁ? ଯଦି ଖାଇନାହାନ୍ତି ଏମିତି କରନ୍ତୁ ଆଉ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣେଇବେ। ତାକୁ ଖାଇସାରି ବାହାରିଲୁ ଜୁଡିଓ କିଛି ଡ୍ରେସ କିଣାକିଣି କରିବା ପାଇଁ। ଆଗ ଯାଇ ଦୋକାନରେ ଠିଆ ହୋଇଥିବା ଏଇ ଏକୁଟିଆ ବ୍ୟକ୍ତି ଜଣଙ୍କ ସହ ଟିକେ ଦୁଃଖ ସୁଖ ହେଇଗଲୁ। ମୁଁ ଜାଣିଛି ନେଲ ପାଲିସ ନେବା ପାଇଁ କହିଲେ ମିଶ୍ର ବାବୁ ମନା କରିବେ, ତେଣୁ ସବୁଥିରୁ ଟିକେ ଟିକେ ସବୁ ଆଙ୍ଗୁଳିରେ ଲଗେଇ ଦେଇଥିଲି। ଦେଖିଲେ କେମିତି ଲାଗୁଛି? ପୁରା ତ ଇନ୍ଦ୍ରଧନୁ ଆଉ। ଡ୍ରେସ କିଣାକିଣି ସାରି ଜୁଡିଓରୁ ବାହାରି ସିଧା ଯାଇ ପହଞ୍ଚିଲୁ ଡିମାର୍ଟରେ। ରେଟ୍ କମ ଦେଖି ବାପା କହିଲେ ଏଥିରୁ କିଲେ ନେଇଯିବା କି କେଉଁଝରକୁ? ହେଲେ ଏ ବାବୁଙ୍କର କଥା ଆଉ କଣ କହିବି, ଆପଣମାନେ ତ ଜାଣିଛନ୍ତି ଏଠି ଖେଳ ଚାଲିଛି ଆଉ। ଜିନିଷ ପତ୍ର କିଣାକିଣି ସାରି ଫେରି ଆସିଲୁ ଘରକୁ। ନମସ୍କାର, ଜୟ ଜଗନ୍ନାଥ, ଜୟ ମାତା।